हसू ये क्या है? ମାହିଙ୍ଗୁଳା ବିଶ୍ୱର କଲ୍ୟାଣ କରନ୍ତୁ। ଜୟ ମାହିଙ୍ଗୁଳା। ସାଇଡ୍ ଦେଖନ୍ତୁ କେମିତି କେତେ ଗଭୀରରେ ମୋ ମାଇଣ୍ଡ ଖୋଳା ହେଇଛି। जय जगन्नाथ दर्शक बंधु मो ना विकास मो सहित अच्छी मो सांग अमन आउ जटी बाबा आज आम बाहर अनुगुल जिले में माँ हिंगुला मंदिर को दर्शन करने आसतु आपण आम सहित चलतु माँ को दर्शन करिया आउ माँ को मंदिर बुलिक आसिया। जय जगन्नाथ। ତାଳଚେର ହେଉଛି ଓଡ଼ିଶାର ଅନୁଗୁଳ ଜିଲ୍ଲାର ଏକ ପ୍ରମୁଖ ଶିଳ୍ପାଞ୍ଚଳ। ଏହାକୁ କୋଇଲା ସହର କିମ୍ବା କଳାହିଆର ସହର ନଗରୀ ମଧ୍ୟ କୁହାଯାଏ। ବ୍ରାହ୍ମଣ ନଦୀ କୂଳରେ ଅବସ୍ଥିତ ଏହି ଅଞ୍ଚଳ ବିଶାଳ କୋଇଲା ଭଣ୍ଡାର ପାଇଁ ସାରା ଦେଶରେ ପରିଚିତ। ଏଠାରେ ମହାନଦୀ କୋଲଫିଲ୍ଡସ ଲିମିଟେଡ୍ ବହୁତ କୋଇଲା ଖଣି ରହିଛି। ଏହା ସହିତ ଏଠାରେ NTPC ପରି ବିଭିନ୍ନ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ମଧ୍ୟ କାର୍ଯ୍ୟ କରୁଛି, ଯାହା ଶକ୍ତି ଆବଶ୍ୟକତା ପୂରଣ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଏହି ସହର ଇତିହାସ ବହୁ ପୁରୁଣା। ଏହା ବ୍ରିଟିଶ ଶାସନ ସମୟରେ ଏକ ପୂର୍ବତନ ରାଜ୍ୟ ଥିଲା। ଏଠାରେ ପୁରୁଣା ରାଜପ୍ରାସାଦ ଏବଂ ପୁରୁଣା ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ମଧ୍ୟ ରହିଛି, ଯାହା ଏହାର ସଂସ୍କୃତି ଓ ଐତିହ୍ୟକୁ ଦର୍ଶାଏ। ଏହି ସହର ବର୍ତ୍ତମାନ ଏକ ପ୍ରମୁଖ ଶିଳ୍ପାଞ୍ଚଳ। ଖଣି ଅଞ୍ଚଳରେ ପ୍ରବେଶ ନିଷେଧ, କିନ୍ତୁ ଆମେ ଦୁଇ ଜଣ ଆପଣଙ୍କୁ ଦେଖିବା ପାଇଁ ଟିକେ ସାହସ କରିକି ଯାଉଛୁ ଆଗକୁ। ଦେଖନ୍ତୁ କେତେ ବଡ଼ ମାଇନ୍ସ, କେତେ ବଡ଼ କୋଇଲା ଖଣି, ଯାହା ଆପଣ ଦେଖିକିରି ଆଶ୍ଚର୍ଯ୍ୟ ହେଇଯିବେ। ଦେଖନ୍ତୁ ସାଇଡ୍ ଦେଖନ୍ତୁ କେମିତି କେତେ ଗଭୀରରେ ମୋ ମାଇଣ୍ଡ ଖୋଳା ହେଇଛି। ଦେଖନ୍ତୁ ଆପଣ ଦେଖାଯାଉନଥିବ ଆପଣଙ୍କୁ, ଦେଖନ୍ତୁ ସେଇଠି ଯେଉଁ ଛୋଟ ଛୋଟ ଦେଖାଯାଉଛି ଏସବୁ ଗାଡ଼ି ଗୁଡ଼ା। ଆପଣ ବି ଏଇ ଜାଗାକୁ ଆସି ଏଇ ଦୃଶ୍ୟର ଆନନ୍ଦ ନେଇପାରିବେ। କିଛି ସମୟ ବାହାର କରି ନିଶ୍ଚିତ ଆସିବେ। ହିଙ୍ଗୁଳା ମନ୍ଦିର ପହଞ୍ଚିବା ପୂର୍ବରୁ ମାଆଙ୍କର ଦର୍ଶନ ମିଳିଗଲା। ମା ହିଙ୍ଗୁଳା ପୀଠ ଆଉ କିଛି ସମୟ ଦୂରରେ ରହିଲା। ଏଠାରେ ଉଭୟ ପାର୍ଶ୍ୱରେ ମାଇନ୍ସ ଆଉ କିଛି ସମୟ ମଧ୍ୟ ଆମେ ପହଞ୍ଚିଯିବୁ ମା ହିଙ୍ଗୁଳାଙ୍କ ପାଖରେ, ଯାହାକି ଗୋପାଳ ପ୍ରସାଦ ଗ୍ରାମରେ ଅବସ୍ଥିତ। रुको जरा सबर करो। ମା ବାଟମଙ୍ଗଳା ରାସ୍ତା ପାର ହେଲା ପରେ ଏବେ ଦେଖନ୍ତୁ ଡାହାଣ ପାର୍ଶ୍ୱରେ ଆପଣ ଦେଖାଯାଉଥିବ ମାଆଙ୍କର ମନ୍ଦିର। ଚାଲନ୍ତୁ ଯିବା। ଆଉ ମାତ୍ର 200 ମିଟର ଦୂରରେ ରହିଲା ମାଆଙ୍କର ମନ୍ଦିର। ଜୟ ମା ହିଙ୍ଗୁଳା। ଫାଇନାଲି ପହଞ୍ଚିଗଲୁ। नमस्कार दर्शक बंधु फाइनाली आम आज पहुंची जाइए अनुकूल हिंगुला मंदिर में। चलतु आम से मंदिर विषय किसी जाना आ माँ को टे दर्शन करके आसवा। केते सुंदर देखा सीसीटीवी केते बढ़िया बढ़िया कैमरा लगुच आसन
ମା ହିଙ୍ଗୁଳା ମନ୍ଦିର ହେଉଛି ଓଡ଼ିଶାର ଅତ୍ୟନ୍ତ ପ୍ରସିଦ୍ଧ ଶକ୍ତିପୀଠ ମାନଙ୍କ ଠାରୁ ମଧ୍ୟରୁ ଗୋଟିଏ। ଏହି ପବିତ୍ର ମନ୍ଦିର ଅନୁଗୁଳ ଜିଲ୍ଲା ତାଳଚେର ନିକଟ ଅବସ୍ଥିତ। ମାଙ୍କ ଶକ୍ତି ସାହସ ଓ ମଙ୍ଗଳ ଦେବୀ ବୋଲି କୁହାଯାଏ। ଲୋକବିଶ୍ୱାସ ଅନୁଯାୟୀ ମା ହିଙ୍ଗୁଳା ଦେବୀ ଭକ୍ତମାନଙ୍କ ଦୁଃଖ କଷ୍ଟ ଦୂର କରି ସୁଖ ଶାନ୍ତି ଓ ସମୃଦ୍ଧି ପ୍ରଦାନ କରିଥାନ୍ତି। ସତ୍ୟ ଭକ୍ତିର ସହ ମାଙ୍କୁ ପ୍ରାର୍ଥନା କଲେ ମନୋକାମନା ପୂରଣ ହୁଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ପ୍ରତିବର୍ଷ ଚୈତ୍ର ମାସରେ ଏହି ମାଙ୍କର ଯାତ୍ରା ଆରମ୍ଭ ହୋଇଥାଏ। ବହୁତ ଆଡମ୍ବର ସହିତ ପାଳନ ମଧ୍ୟ କରାଯାଏ। ହଜାର ହଜାର ଭକ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲା ମାଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି। ଯାତ୍ରା ସମୟରେ ମନ୍ଦିର ପରିବେଶରେ ବିଶେଷ ପୂଜା ଯଜ୍ଞ ହୋମ ଓ ଧାର୍ମିକ କାର୍ଯ୍ୟ ମଧ୍ୟ ହୋଇଥାଏ। ଭକ୍ତମାନେ ମାଙ୍କୁ ନଡ଼ିଆ ଫୁଲ ଚୁନି ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ ସବୁ ଅର୍ପଣ ମଧ୍ୟ କରନ୍ତି। ଯାତ୍ରା ସମୟରେ ବିଶାଳ ମେଳା ବସେ, ଯେଉଁଠାରେ ଖେଳନା ହସ୍ତଶିଳ୍ପ ସାମଗ୍ରୀ ମିଠା ଓ ବିଭିନ୍ନ ଖାଦ୍ୟ ଦୋକାନ ଲାଗିଥାଏ। ଭଜନ କୀର୍ତ୍ତନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଯାତ୍ରାରେ ଆକର୍ଷଣକୁ ଆହୁରି ବଢାଇ ଦେଇଥାଏ। ଭକ୍ତମାନେ ବିଶ୍ୱାସ ଅନୁସାରେ ଏହି ସମୟରେ ମା ହିଙ୍ଗୁଳାଙ୍କ ଦର୍ଶନ କଲେ ମନୋକାମନା ପୂରଣ ହୁଏ ଏବଂ ପରିବାରରେ ସୁଖ ଓ ଶାନ୍ତି ସମୃଦ୍ଧି ମିଳିଥାଏ। ହିଙ୍ଗୁଳା ଯାତ୍ରାରେ କିଛି ବିଶେଷ ପାରମ୍ପରିକ ରୀତିନୀତି ମଧ୍ୟ ରହିଛି, ଯେପରିକି ଅଗ୍ନି ଉପାସନା, ଅଗ୍ନିରୁ ଦେବୀଙ୍କ ଦିବ୍ୟ ପ୍ରକାଶର ପ୍ରତୀକାତ୍ମକ ଦର୍ଶନ, ଯାହା ଏହି ଯାତ୍ରାକୁ ଅନ୍ୟାନ୍ୟ ଉତ୍ସବ ଠାରୁ ସ୍ୱତନ୍ତ୍ର ପରିଚୟ ଦେଇଥାଏ। ମା ହିଙ୍ଗୁଳା ଯାତ୍ରାର ଇତିହାସ ବହୁ ପୁରାତନ। ଏହି ଯାତ୍ରା ଶକ୍ତି ଉପାସନା ଏକ ପ୍ରମୁଖ ପରମ୍ପରା ଭାବେ ପରିଚିତ। ତାଳଚେରର ପୂର୍ବତନ ରାଜ ପରିବାର ମଧ୍ୟ ଏହି ଯାତ୍ରାକୁ ପୃଷ୍ଠପୋଷକତା କରୁଥିଲେ ବୋଲି କୁହାଯାଏ। ଆଜି ମଧ୍ୟ ସ୍ଥାନୀୟ ଲୋକ ଓ ମନ୍ଦିର ପ୍ରଶାସନ ମିଳି ଏହି ମହୋତ୍ସବକୁ ପାଳନ କରୁଛନ୍ତି। ମା ହିଙ୍ଗୁଳାଙ୍କୁ ଅଗ୍ନି ଶକ୍ତିର ପ୍ରତୀକ ବୋଲି ମନାଯାଇଥାଏ। ଯାତ୍ରା ସମୟରେ ହେଉଥିବା ଅଗ୍ନି ପୂଜା ଏହି ଉତ୍ସବର ସବୁଠାରୁ ବିଶେଷ ଆକର୍ଷଣ। ଭକ୍ତମାନେ ଏହାକୁ ଦେବୀଙ୍କ ଦିବ୍ୟ ଶକ୍ତି ପ୍ରକାଶ ଭାବରେ ଦେଖନ୍ତି। ପାରମ୍ପରିକ ଓଡ଼ିଆ ମିଠା ଓ ଖାଦ୍ୟ, ହସ୍ତଶିଳ୍ପ ସାମଗ୍ରୀ, ଖେଳନା ଓ ଘରୋଇ ଜିନିଷ, ଲୋକସଙ୍ଗୀତ ଓ ଭଜନ କୀର୍ତ୍ତନ, ଝୁଲା ଓ ଅନ୍ୟାନ୍ୟ ମନୋରଞ୍ଜନ କାର୍ଯ୍ୟ ମଧ୍ୟ ହୋଇଥାଏ। ଭକ୍ତମାନେ ବିଶ୍ୱାସ ଅନୁସାରେ ମା ହିଙ୍ଗୁଳାଙ୍କୁ ସତ୍ୟ ମନରେ ପ୍ରାର୍ଥନା କଲେ ଜୀବନର ବାଧା ଦୂର ହୁଏ ଏବଂ ସୁଖ ଶାନ୍ତି ଓ ସମୃଦ୍ଧି ଲାଭ ହୋଇଥାଏ। ଆପଣ ଜାଣିଛନ୍ତି କି ତାଳଚେରର ମା ହିଙ୍ଗୁଳା ଯାତ୍ରା କେବଳ ଏକ ମେଳା ନୁହେଁ, ବରଂ ଶତାବ୍ଦୀ ପୁରୁଣା ଆସ୍ଥା ଓ ପରମ୍ପରାର ଜୀବନ୍ତ ପରିଚୟ। ଚୈତ୍ର ମାସ ଆସିଲେ ସମଗ୍ର ତାଳଚେର ଭକ୍ତିମୟ ପରିବେଶରେ ମଗ୍ନ ହୋଇଥାଏ। ଢୋଲ ଘଣ୍ଟ ଶଙ୍ଖଧ୍ୱନି ଏବଂ ଜୟ ମା ହିଙ୍ଗୁଳାର ଜୟ ଘୋଷରେ ସାରା ଅଞ୍ଚଳ କମ୍ପି ଉଠେ। ଲକ୍ଷ ଲକ୍ଷ ଭକ୍ତ ଏଠାକୁ ଆସି ମାଙ୍କ ଆଶୀର୍ବାଦ ନେଇଥାନ୍ତି ଏବଂ ଏହି ଦିବ୍ୟ ପରିବେଶକୁ ନିଜର ହୃଦୟରେ ସାଥିରେ ନେଇ ଫେରନ୍ତି। ଜଣେ ଯଜମାନଙ୍କର ଚଣ୍ଡୀ ପାଠ କରିବା ପାଇଁ ଆସିଛୁ। ହିଙ୍ଗୁଳା ତ ବହୁତ ପ୍ରତ୍ୟକ୍ଷ ଠାକୁରାଣୀ ଆମେ ସମସ୍ତେ ଜାଣିଛେ। ତାଙ୍କୁ ଆକ୍ଚୁଆଲି ଅଗ୍ନି ସମ୍ଭୂତା ବୋଲି କୁହାଯାଏ। ଯୋଉ ବଡ ପର୍ବ ବି ମାଙ୍କର ଅଛି ଆମେ ଜାଣିଛୁ, ଯୋଉ ଅଗ୍ନି ସଂଯୋଗ କରାଯାଏ। ତେଣୁ ଏହା ବିଷୟରେ ଅଧିକ ମାତ୍ରାରେ ଆମ ଦେହୁରୀ ସେବକ ଯୋଉ ଅଛନ୍ତି ଭିତରେ ସେ କହିପାରିବେ। ଆମେ ସେଇ ପ୍ରତ୍ୟେକ ଠାକୁରାଣୀଙ୍କ ପାଖରେ ଆମେ ସପ୍ତଶତୀ ଚଣ୍ଡିକା ପାଠ କରିବା ପାଇଁ ଆସିଥିଲୁ। ତେଣୁ ଯାହା ଦେବୀ ସର୍ବଭୂତେଷୁ ଦୟା ରୂପେଣ ସଂସ୍ଥିତା ନମସ୍ତସ୍ୟୈ 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 ନମୋ ନମଃ। ମା ହିଙ୍ଗୁଳା ବିଶ୍ୱର କଲ୍ୟାଣ କରନ୍ତୁ। ଜୟ ମା ହିଙ୍ଗୁଳା। ଆମ ଯୋଉ ପୂଜା ହୁଏ ମାଙ୍କ ଆବିର୍ଭାବ ହୁଅନ୍ତି ସେଇ ବିଷୟରେ ଟିକେ ଆମକୁ ଆବିର୍ଭାବ ବିଷୟରେ ଆକ୍ଚୁଆଲି ସେ ଦେହୁରୀ ପ୍ରତ୍ୟକ୍ଷ ଭାବରେ କହିପାରିବେ, ଯେହେତୁ ଆମେ ବାହାରୁ ଆମେ ମୁଖ୍ୟ ପୂଜା ଏଠି ଚଣ୍ଡୀ ପାଠ କରିବା ପାଇଁ ଆଜି ଆସିଛୁ ଗୋଟିଏ ଦିନ ପାଇଁ। ଏଇ ଜାଗାର ମାହାତ୍ମ୍ୟ, ଏଇ ଜାଗାର ତାତ୍ପର୍ଯ୍ୟ ସବୁ ସେମାନେ ହିଁ କହିପାରିବେ। ଜୟ ଶ୍ରୀ ଧନ୍ୟବାଦ। ଆଜି ଆସିଲୁ ମାଙ୍କୁ ଦର୍ଶନ କଲୁ, ମନ ଭାରି ଖୁସି ଲାଗିଲା। ଦୁଃଖର ବିଷୟ ଏତିକି ରହିଗଲା ଯେ ମନ୍ଦିର ଭିତରେ ଭିଡିଓ କାଢିବା ମନା ଥିଲା, ସେଥିପାଇଁ ଆମେ ମାଙ୍କୁ ଆପଣଙ୍କୁ ଦେଖେଇ ପାରିଲୁ ନାହିଁ, କିନ୍ତୁ ମାଙ୍କୁ ଦର୍ଶନ କଲୁ, ମନ ପୁରା ଶାନ୍ତି। ତମକୁ କେମିତି ଲାଗିଲା ମନ୍ଦିର ବହୁତ ଭଲ ଲାଗିଲା। ଯୋଉଟା କି ହିଙ୍ଗୁଳା ମନ୍ଦିର ଆସନ୍ତୁ, କିଛି ଟାଇମ ବାହାର କରିକି ହିଙ୍ଗୁଳା ମନ୍ଦିର ଆସନ୍ତୁ ଏବଂ ନିଜର ଅନୁଭୂତି କିଛି ଦେଖିପାରୁଥିବେ।
ଖାଜି 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 ଜୟ ମା ହିଙ୍ଗୁଳା। ଯଦି ଆପଣଙ୍କୁ এই ଭିଡ଼ିଓଟି ଭଲ ଲାଗିଛି ତାହେଲେ ଆପଣ ନିଶ୍ଚିତ ଭାବରେ ସବସ୍କ୍ରାଇବ କରନ୍ତୁ, ଲାଇକ୍ କରନ୍ତୁ, ଆଣ୍ଡ ସେୟାର ମଧ୍ୟ କରନ୍ତୁ। ଜୟ ଜଗନ୍ନାଥ।